କୁଡ଼ୁମି ଜାତିର ନୃତ୍ୟ, ଗୀତ, ନିୟମ ଓ ଶୃଙ୍ଖଳାରୁ ଆରମ୍ଭ ହୁଏ ଲୋକ ସଂସ୍କୃତି ଏବଂ ଏହିସବୁ ତାଙ୍କ ଦୈନନ୍ଦିନ ଜୀବନରେ ପ୍ରତିଫଳିତ ହୋଇଥାଏ। ଏହିସବୁ ତାଙ୍କ ଅବସାଦର ବିନୋଦନ ଅଥବା ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ନୁହେଁ, ବରଂ ଏହା ତାଙ୍କର କାର୍ଯ୍ୟର ଅଂଶବିଶେଷ ଏବଂ ଲୋକପର୍ବ ଏହି ଜନଜାତିମାନଙ୍କର ଜୀବନ ଜୀବିକାର ଆଉ ଏକ ଅଙ୍ଗ। ଏହି କରମ ପର୍ବ ସିଧାସଳଖ କୃଷି ଓ ପରିବେଶ ସହିତ ଜଡ଼ିତ ହୋଇଥାଏ। ଭାଦ୍ରବ ମାସ ଏକାଦଶୀ ତିଥିରେ କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ କୁଣ୍ଡଳା ଗ୍ରାମରେ କୁଡ଼ୁମି ଝିଅ ବୋହୂମାନଙ୍କ ଦ୍ୱାରା କରମ ପୂଜା ମହାଡମ୍ବରରେ ଆନନ୍ଦ ଉଲ୍ଲାସ ସହ ପାଳିତ ହୋଇଛି। ପ୍ରକୃତି ରକ୍ଷକ ଭାଗ୍ୟ ଦେବତାର ପ୍ରତୀକ କରମ ଡାଳକୁ ଗ୍ରାମବାସୀ ପୂଜା ଆରାଧନା କରିଥିଲେ। ତିଥିର ପୂର୍ବରୁ ଗ୍ରାମର କୁଆଁରୀ ଝିଅମାନେ ପବିତ୍ର ବୈତରଣୀ ନଦୀରୁ ବାଲି ସଂଗ୍ରହ କରି ଡାଲାମାନଙ୍କରେ ରଖି ବିଭିନ୍ନ ଶସ୍ୟ ମଞ୍ଜି ଓ ଶସ୍ୟ ଫୁଲରେ ସୁସଜ୍ଜିତ କରି ରଖନ୍ତି, ଯାହାକୁ ଜାୱା ବୋଲି କୁହାଯାଏ। କୁଆଁରୀ ଓ ନବବଧୂ ମାନେ ବହୁ ସଂଖ୍ୟାରେ ଧିଙ୍ଗୁଆନ ପେଣ୍ଡାଲରେ ଏକତ୍ରିତ ହୋଇ ଜାୱା ରଖି ରାତିସାରା ପାରମ୍ପରିକ ନାଚ ଗୀତରେ ପ୍ରକୃତିର ମଙ୍ଗଳ ନିମିତ୍ତ ନିଜକୁ ସମର୍ପିତ କରିଥିଲେ। ତହିଁଦିନ ସକାଳେ କରମ ଗୋସାଇଁଙ୍କୁ ଆଶୀର୍ବାଦ ଭିକ୍ଷା କରି ନଦୀରେ ବିସର୍ଜନ କରିଥିଲେ। ଏହି ପର୍ବରେ ଆଖପାଖ ଅଞ୍ଚଳରୁ ଶତାଧିକ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଲିଙ୍ଗରାଜ ମହାନ୍ତଙ୍କ ରିପୋର୍ଟ, ସମସ୍ୟା ନ୍ୟୁଜ୍।